ମୁମ୍ବାଇରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସଫଳ ଅସ୍ତ୍ରୋପଚାର ହୋଇଛି। କୋକିଳାବେନ ଧୀରୁଭାଇ ଆମ୍ବାନୀ ହସ୍ପିଟାଲରେ ସରିଲା ସର୍ଭାଇକାଲ ଆର୍ଥରାଇଟିସ୍ ଅପରେସନ। ସୂଚନା ଦେଲେ ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା। ଆସନ୍ତା 2 ଦିନ ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅବଜରଭେସନରେ ରହିବେ। ଡାକ୍ତର ରମାକାନ୍ତ ପଣ୍ଡା କହିଛନ୍ତି ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ନବୀନ ପଟ୍ଟନାୟକ ସଫଳତା ସହ ଅପରେସନ ହୋଇଛି। ସବୁ ଭଲ ଅଛି। ଅବଜରଭେସନରେ 2 ଦିନ ରହିବେ। ତାପରେ ରୁମରେ 3 ଦିନ ରହି ହସ୍ପିଟାଲରୁ ଡିସଚାର୍ଜ ହେବେ। କୋକିଳାବେନ ଧୀରୁଭାଇ ଆମ୍ବାନୀ ହସ୍ପିଟାଲରେ ସ୍ପାଇନ୍ ସ୍ପେଶାଲିଷ୍ଟ ବିଶେଷଜ୍ଞ ଡାକ୍ତର ଚନ୍ଦ୍ରଶେଖର ତାଙ୍କର ଅପରେସନ କରିଥିଲେ। ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟର ବିଶେଷଜ୍ଞମାନେ ଅପରେସନ ଥିଏଟରରେ ଥିଲେ। ନବୀନ ପଟ୍ଟନାୟକ ଭଲ ଭାବରେ କଥା ହୋଇପାରୁଛନ୍ତି। ସେ ପଚାରିଲେ, ସବୁ ଠିକ ଥିଲା ତ? ଆମେ କହିଲୁ ସବୁ ଠିକ, ଅପରେସନ ହୋଇଛି। ବୟସ ବଢ଼ିଲେ ସର୍ଭାଇକାଲ ଆର୍ଥରାଇଟିସ୍ ହୁଏ। ତାଙ୍କୁ କଷ୍ଟ ହେଉଥିଲା, ତାଙ୍କୁ ସ୍କ୍ରୁ ଦେଇ ଫିକ୍ସ କରାଗଲା। ଆଉ କଷ୍ଟ ହେବନି। ଆଗ ଆନାସ୍ଥେସିଆ ଦେଇ ସଫା କରାଯିବ। 2 ଘଣ୍ଟା ଧରି ଅପରେସନ ହୋଇଥିଲା। ସର୍ଜରୀ ପରେ ଛୋଟ ଷ୍ଟିଚ୍ ପଡ଼ିଥିଲା। 5 ରୁ 7 ଦିନ ପରେ ଷ୍ଟିଚ୍ ଖୋଲିବ ବୋଲି କହିଛନ୍ତି ଡାକ୍ତର। ଚିକିତ୍ସା ସମୟରେ ନବୀନଙ୍କ ଭାଇ ପ୍ରେମ ପଟ୍ଟନାୟକ ଏବଂ ଭାଉଜ ଉପସ୍ଥିତ ଥିଲେ। ନବୀନ ପଟ୍ଟନାୟକ ହସ୍ପିଟାଲରେ ଭର୍ତ୍ତି ହେବାର ଖବର ଶୁଣି ସାରା ଓଡ଼ିଶାର ଦଳୀୟ ନେତା ଏବଂ କର୍ମୀମାନେ ପ୍ରାର୍ଥନା କରିବାକୁ ଲାଗିଥିଲେ। ସମର୍ଥକମାନେ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ ପାଇଁ ଦୀପଦାନ ଏବଂ ପୂଜା କରିଥିଲେ।